हेलो हाय फ्रेंड्स ମୁଁ ସ୍ମରଣିକା ଆପଣମାନଙ୍କୁ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଙ୍ଗୱେଟ୍। ତ ବହୁତ ଜଣଙ୍କର ବହୁତ ସାରା କ୍ୱେଶ୍ଚିନ୍ ଥିଲା ଆଉ ରିପିଟ୍ କ୍ୱେଶ୍ଚିନ୍ ବହୁତ ଆସୁଛି। ତ ମୁଁ ଆଗରୁ ଯେଉଁ ସବୁ ପକେଇ ସାରିଛି ସେଇ କ୍ୱେଶ୍ଚିନ୍ ପୁଣି ବାରମ୍ବାର ରିପିଟ୍ କରୁଛନ୍ତି ଆପଣମାନେ। ଆଉ ବହୁତ ସାରା କ୍ୱେଶ୍ଚିନ୍ ଯେଉଁ ଭିଡ଼ିଓ ମୁଁ ପକେଇଥିଲି ସେଥିରୁ ବି କ୍ୱେଶ୍ଚିନ୍ ପଚାରୁଛନ୍ତି। ସବୁର ଆନ୍ସର୍ ମୁଁ ନିଶ୍ଚୟ ଦେବି ଆପଣମାନଙ୍କୁ। ପ୍ଲିଜ୍ ଆପଣମାନେ ଭିଡ଼ିଓକୁ ସେୟାର କରିବେ। ତା ଆଗରୁ ଆପଣମାନଙ୍କୁ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ତ ମୋର ନୂଆ ଫ୍ରେଶ୍ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଉ ଭିଡ଼ିଓ ଷ୍ଟପ୍ କରିକି ତ କ୍ୱେଶ୍ଚିନ୍ ଦେଖିବା ପାଇଁ ପଡ଼ିବ, କାହିଁକିନା ମୁଁ ଆଉ ଲେଖିନି କି ଫୋନ୍ଟା ବି ମୋ ପାଖରେ ନାହିଁ ଇଚ୍ଛା ଚାର୍ଜ ନାହିଁ। ତ ମୁଁ କ'ଣ କରିବି ନା ଏବେ ଆପଣମାନଙ୍କୁ କ୍ୱେଶ୍ଚିନ୍ର ସବୁ ଆନ୍ସର୍ ଆପଣମାନଙ୍କ ପାଖକୁ ନେଇ ଆସିବି। ଆଉ ଆପଣମାନେ ବହୁତ ମାତ୍ରାରେ ସେୟାର କରିଦେବେ। ଆଉ ଆଗକୁ କ'ଣ ସବୁ ଅଛି ତ ସେ ସବୁ ଭିଡ଼ିଓ ତ ଆଗକୁ ଆସିବ। ଆଉ ବହୁତ ଜଣ ବହୁତ କ୍ୱେଶ୍ଚିନ୍ କରିଛନ୍ତି, ଯେଉଁ କ୍ୱେଶ୍ଚିନ୍ର ଆନ୍ସର୍ ମୁଁ ଆପଣମାନଙ୍କ କତିକି ନେଇ ଆସିବି, ଆପଣମାନେ ବି ସମସ୍ତେ ଜାଣିଦେବେ। ଆଉ ପ୍ଲିଜ୍ ରିପିଟ୍ କ୍ୱେଶ୍ଚିନ୍ କରନ୍ତୁନି। ଯେଉଁ ରିପିଟ୍ କ୍ୱେଶ୍ଚିନ୍ ଯେଉଁଟା ମୁଁ ପକେଇ ସାରିଛି ଆପଣମାନେ ସେଇ କ୍ୱେଶ୍ଚିନ୍ ହିଁ କରୁଛନ୍ତି। ଆଉ ତ ଫାଷ୍ଟ ଜଣେ କ୍ୱେଶ୍ଚିନ୍ କରିଥିଲେ, ଦିଦି ତୁମେ ବହୁତ ସୁନ୍ଦର। ନା, ମୁଁ ଏତେ ବି ସୁନ୍ଦର ନୁହେଁ। କାହିଁକି ନା ମୁଁ କେବେ ନିଜକୁ ନେଇ ସୁନ୍ଦର ବୋଲି ଗର୍ବ କରେନି। କାହିଁକିନା ମୁଁ ଦେଖିବାକୁ ଏତେ ବି ଗୋରା ନୁହେଁ କି ସୁନ୍ଦର ନୁହେଁ। ହଁ ସୁନ୍ଦର, କେବଳ ମୋ ସ୍ୱାମୀଙ୍କ ପାଇଁ, ତାଙ୍କ ଆଖି ଆଗରେ ମୁଁ ସୁନ୍ଦର। ଆଉ ଜାଣିନି ବାକି ସମସ୍ତେ କହନ୍ତି, ତାଙ୍କ ମନରେ କ'ଣ ଥିବ, ବଟ୍ ମୋ ସ୍ୱାମୀଙ୍କ ପାଇଁ। ଆଉ ଫାଷ୍ଟ କଥା ହେଲା କଳା ହବା। ଜଗନ୍ନାଥ ନିଜେ କଳା, ତ ତା ପାଇଁକା ସାରା ଦୁନିଆ ପାଗଳ। କଳା ହବାଟା ଏତେ ବି ଖରାପ ନୁହେଁ ଅବଶ୍ୟ, ବଟ୍ ଅଛନ୍ତି ଯେଉଁମାନେ ଗୋରା ହେଇଥାନ୍ତି ମନରେ ବହୁତ ଗର୍ବ କରନ୍ତି ଆଉ କହି ବୁଲନ୍ତି, ବହୁତ ସାରା କହି ବୁଲନ୍ତି। ବଟ୍ ଗୋରା ହେବା ପାଇଁ ଏତେ ଗର୍ବ କରିବାଟା ଜରୁରୀ ନୁହେଁ। କାହିଁକି ନା ଆମ ବୃଦ୍ଧା ସମୟରେ ଆମର ଯୌବନ ଯେଉଁ ଗୋରା ଅଂଶ ମାନେ ସବୁ ଆମେ ବି ଖରାପ ଦେଖାଯିବା। କାହିଁ ଏବେ ଅଛି ବୋଲି ଆମ ଭଲ ଦେଖାଯାଉଛି, ବୟସ ଅଛି ବୋଲି, କିନ୍ତୁ ଆମେ ଯେତେବେଳେ ବୃଦ୍ଧ ଅବସ୍ଥାକୁ ଯିବା ସେତେବେଳେ ଆମର ଗୋରାର କିଛି ବି ଭ୍ୟାଲୁ ନାହିଁ। କାହିଁକି ନା ଚମ ମାନେ ହେଇଯାଏ ଇଏ ହାଲକା ଫୁଲକା, ତ ଏତେ ବି ଗର୍ବ କରିବା ଜରୁରୀ ନୁହେଁ। ଯେଉଁଠି ଆମ ମହାପ୍ରଭୁ କଳା, ତ ତାକୁ ସାରା ଦୁନିଆ ଭଲ ପାଉଛି। ତ ଯେଉଁମାନେ କଳା ସେମାନେ ପ୍ଲିଜ୍ ମନ ଭିତରେ ଜମା ବି ମାନେ ଦୁଃଖ ଆଣନ୍ତୁନି। କାହିଁକି ନା ଠାକୁର ତାଙ୍କ ନିଜ କଲର୍ରୁ ଟିକେ ଆପଣଙ୍କୁ ଦେଇଛନ୍ତି, ତ ଆପଣମାନେ ଭାଗ୍ୟବାନ। ତ ଯେଉଁମାନେ ଗର୍ବ କରୁଛନ୍ତି ସେମାନଙ୍କ ପାଇଁ କିଛି କରିପାରିବିନି। ତ ଆଉ ଜଣେ କ'ଣ ମ୍ୟାସେଜ୍ କରିଛନ୍ତି, ମାନେ କ୍ୱେଶ୍ଚିନ୍ ପଚାରିଛନ୍ତି, ଚାଲନ୍ତୁ ଦେଖିବା। ସୋ କ୍ୟୁଟ୍ ଦିଦି ଜଣେ ମ୍ୟାସେଜ୍ କରିଛନ୍ତି, ତ ଥ୍ୟାଙ୍କ ୟୁ ସୋ ମଚ୍। ତ ଏତେ ବି କ୍ୟୁଟ୍ ନୁହଁ, ବଟ୍ ତମେ ଏଟା କହୁଛ ଠିକ୍ ଅଛି। ତ ଆଉ ଜଣେ କ୍ୱେଶ୍ଚିନ୍ କରିଛନ୍ତି, ଦିଦି ତୁମର ସବୁ ଭିଡ଼ିଓ ମୁଁ ଦେଖେ ଆଉ ମୋତେ ବହୁତ ଭଲ ଲାଗେ। ତ ଥ୍ୟାଙ୍କ ୟୁ ସୋ ମଚ୍। ତ ଏତେ ସାରା ଭଲ ପାଇବା ଦେଉଥିବାରୁ, ଆଉ ଏମିତି ଭଲ ପାଇବା ସବୁବେଳେ ପାଇଁ ଦିଅ। ଆଉ ପ୍ଲିଜ୍ ସେୟାର ଟିକେ କରିଦେବ। ଆଉ ସାଙ୍ଗମାନଙ୍କୁ ଟିକେ ଦେଇଦେବେ।
ଆଉ ସେମାନେ ବି ସେୟାର କରିଦେବେ ଆଉ ଭଲ କରିଦେବେ, ସବସ୍କ୍ରାଇବ୍ କରିଦେବେ। ଏମିତି ଭଲ ପାଇବା ସବୁବେଳେ ଆମ ଉପରେ ଥାଉ। ମୁଁ ଅପର୍ଣ୍ଣା ମ୍ୟାରେଜରେ ଡ୍ୟାନ୍ସ କରିଥିଲି। ସେଇଟା ମୋର ଆକ୍ଚୁଆଲି ମୋ ବାହାଘରରେ ଡ୍ୟାନ୍ସ କରିବାର ଥିଲା, ତ ସେଇଟା ମୁଁ ଅପର୍ଣ୍ଣା ବାହାଘରରେ ଫୁଲଫିଲ୍ କରିଥିଲି। ତ ମୋ ବାହାଘରରେ ନାଚି ପାରିନଥିଲି କାହିଁକି ନା ସବୁ କିଛି ସରିଲା ବେଳକୁ ଟାଇମ୍ ଆସି ଲେଟ୍ ହେଇଯାଇଥିଲା। ତ ଶୋଇକି ସକାଳୁ ଉଠିଲେ ବାହାଘର, ତ ସେଥିପାଇଁକା ମୋ ମେହେନ୍ଦୀରେ ମୁଁ ନାଚି ପାରିନଥିଲି। ତ ଯେହେତୁ ଅପର୍ଣ୍ଣା ମ୍ୟାରେଜ ଥିଲା, ତ ବେଷ୍ଟ ଫ୍ରେଣ୍ଡ ନା, ତ ସେଥିପାଇଁକା ଆଉ ବେଷ୍ଟ ଫ୍ରେଣ୍ଡର ମ୍ୟାରେଜରେ ଫୁଲଫିଲ୍ କରିଦେଲି ଅବଶ୍ୟ, ବଟ୍ ବେବି ଅଛି ତ ସେଥିପାଇଁକା ତ ଭଲ ଡ୍ୟାନ୍ସ କରିନି, ମୋତେ ବି ଆସେନି, ବାସ୍ ନର୍ମାଲ୍। ଆଉ ଆଉ ସେଇ ଡ୍ୟାନ୍ସକୁ ଦେଖି ଜଣେ କମେଣ୍ଟ କରିଛନ୍ତି ଦିଦି ଭଲ ଲାଗୁଛି ଡ୍ୟାନ୍ସ, ଏମିତି ଡ୍ୟାନ୍ସ କର, ବଟ୍ ମୋତେ ଡ୍ୟାନ୍ସ ଆସେନି। ସେକେଣ୍ଡ କଥା ହେଲା ବେବି ଅଛି ପେଟରେ, ଆଉ ଡ୍ୟାନ୍ସ ତ କରିହେବନି। ସେତେବେଳେ ଗୋଟେ ମାଇଣ୍ଡ ହେଲା ତ ନାଚିଦେଲି, ଆଉ ସେଥିପାଇଁ ବି ବହୁତ ଗାଳି ଶୁଣିଛି। କାହିଁକି ନା ଏ ନାଇଁ ସତ କଥା, ଏ ଟାଇମ୍ରେ ବି ଡ୍ୟାନ୍ସ କରିବା କଥା ନୁହଁ, ବଟ୍ ଆଉ ଫିଲିଂ ଇମୋସନ୍କୁ ସମ୍ଭାଳି ପାରିଲିନି। ଯେତେବେଳେ ସାଙ୍ଗ ବାହାଘର ତ ନାଚିଦେଲି, ଆଉ ଯଦି ଭଲ ଲାଗିଛି ଥ୍ୟାଙ୍କ ୟୁ, ବଟ୍ ଭଲ ବି ନୁହଁ ଏତେ ବି। ଏତେ ସୁନ୍ଦରୀ କେମିତି ହେଲ? ନା ମ, ତମ ଭଳିଆ ସୁନ୍ଦର କଣ ମୁଁ ହେଇପାରିବି? ତମେ ଯେତେ ସୁନ୍ଦର, ତ ତମ ଭଳିଆ ମୁଁ ସୁନ୍ଦର ହେଇପାରିଲିନି, ପାରିବିନି। ଏଇଟା ଗୋଟେ ମୋ ସାଙ୍ଗ କମେଣ୍ଟ କରିଛନ୍ତି। ତ ରାନୀ ଥ୍ୟାଙ୍କ ୟୁ ସୋ ମଚ୍, ବଟ୍ ତମ ଭଳିଆ ସୁନ୍ଦର ମୁଁ ହେଇପାରିବିନି। ଆଉ ଜଣେ କମେଣ୍ଟ କରିଛନ୍ତି ତମ ଶାଶୁଘର କୋଉଠି? ଆଉ ମୋ ଶାଶୁଘର ମୁଁ କହିସାରିଛି, ମୋ ଶାଶୁଘର ଜଗତସିଂହପୁର ଆଣ୍ଡ ବାପ ଘର ବି ଜଗତସିଂହପୁର। ତ ବାରମ୍ବାର ମୁଁ କହୁଛି, ତ ଆପଣମାନେ ପ୍ଲିଜ୍ ଭିଡ଼ିଓକୁ ଦେଖନ୍ତୁ, ଆଉ ତାର ଫେର ରିପିଟ୍ରେ କୋଶ୍ଚିନ୍ ପଚାରନ୍ତୁନି, ଭିଡ଼ିଓ ଦେଖିଲେ ଜାଣିବ ସିନା। ନେକ୍ସଟ କୋଶ୍ଚିନ୍, ଦିଦି ତମ ଶାଶୁଘର କୋଉଠି? ଗଲା। ଦିଦି ତମ ବାପ ଘର କୋଉଠି? କହିସାରିଲିଣି ଜଗତସିଂହପୁର। ଦିଦି ତମେ ପ୍ରେଗନେଣ୍ଟ ଅଛ ନା? ଆକ୍ଚୁଆଲି ମୋର 6 ମନ୍ଥ ପ୍ଲସ୍ ହେଲାଣି। ତ ଏ ଭିଡ଼ିଓ ମୁଁ କେବେଠାରୁ ହିଁ ପକେଇ ସାରିଛି, ଇନଷ୍ଟାରେ ପକେଇ ସାରିଛି, ଆଣ୍ଡ ୟୁଟ୍ୟୁବରେ ପକେଇ ସାରିଛି, ଆଣ୍ଡ ଫେସବୁକରେ ମଧ୍ୟ ପକେଇ ସାରିଛି। ତ ଆପଣମାନେ ଦେଖିନାହାନ୍ତି ଯେହେତୁ, ତ ଯାଇକି ଜଲ୍ଦି 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 ଦେଖନ୍ତୁ। ଆଉ ଏଇଟା ବି ରିପିଟ୍ କୋଶ୍ଚିନ୍ ହେଇଯାଉଛି, ବଟ୍ ଆପଣମାନେ ପଚାରିଛନ୍ତି ଯେହେତୁ ମୁଁ ତ ଆପଣଙ୍କ କୋଶ୍ଚିନ୍ର ଆନ୍ସର୍ ନିହାତି ଦେବାକୁ ପଡ଼ିବ। ତ ଆପଣଙ୍କ କୋଶ୍ଚିନ୍ର ଆନ୍ସର୍ ମୁଁ ଦେଉଛି। ହଁ, ମୁଁ ପ୍ରେଗନେଣ୍ଟ ଅଛି, 6 ମନ୍ଥ ପ୍ଲସ୍ ହେଇଗଲାଣି, ଆଉ 7 ମନ୍ଥ ହେବାକୁ ଯାଉଛି। ତ ଆମର ବେବି ସାୱାର ହେବାର ଅଛି। ତ ହେଲେ ଆପଣମାନଙ୍କ କତିକି ଭିଡ଼ିଓ ନେଇ ଆସିବି, ତ ଆପଣମାନେ ସିଓର ହେଇଯିବେ, ଯେଉଁମାନଙ୍କର କୋଶ୍ଚିନ୍ ଅଛି ଆପଣମାନଙ୍କର, ସେମାନେ ସିଓର ହେଇଯିବେ ଯେ ମୁଁ ପ୍ରେଗନେଣ୍ଟ ଅଛି। ତ ହଁ ହଁ, ଆଉ ଜଣେ ପଚାରୁଛନ୍ତି ଦିଦି କେତେ ମନ୍ଥ ଚାଲିଛି? ତ 6 ମନ୍ଥ ପ୍ଲସ୍ ଚାଲିଛି। ତ ମୁଁ ଏ ଭିଡ଼ିଓଟା ବି ପକାଇ ସାରିଛି, ଆପଣମାନେ ଯଦି ଦେଖିନାହାନ୍ତି ଯାଇକି ଦେଖିପାରିବେ। ଆଉ ମୁଁ ଏ ଭିଡ଼ିଓରେ ଆପଣମାନେ ପଚାରୁଛନ୍ତି ଯେହେତୁ, ସେଥିପାଇଁକା ମୁଁ କୋଶ୍ଚିନ୍ ଆନ୍ସର୍ ଦେଇଦେଉଛି। 6 ମନ୍ଥ ପ୍ଲସ୍ ଚାଲିଛି। ତ ଚାଲନ୍ତୁ ନେକ୍ସଟ ଭିଡ଼ିଓରେ ଦେଖିବା, ନେକ୍ସଟ କୋଶ୍ଚିନ୍ ଦେଖିବା, କ'ଣ ପଚାରୁଛନ୍ତି ତ ଆପଣମାନଙ୍କ ଆନ୍ସର୍ ଆଣିକି ଆସିବା। ଜଣେ ସବୁବେଳେ କମେଣ୍ଟରେ ଆଣ୍ଡ କୋଶ୍ଚିନ୍ରେ ହାଇ ହାଇ ପଠାନ୍ତି, ତ ମୁଁ ଜାଣିନି କିଏ, ତ ଭଉଣୀ କି ଭାଇ ମୁଁ ଜାଣିନି, ନେମ୍ ତ ଏମିତି ଅଛି ଯେ ଜଣା ହିଁ ପଡ଼ୁନି। ତ ଆପଣଙ୍କୁ ହ୍ୟାଲୋ ଆଣ୍ଡ ନମସ୍କାର। ତ ଆଉ ଜଣେ କୋଶ୍ଚିନ୍ରେ ପ୍ଲିଜ୍ ଦିଦି, ପ୍ଲିଜ୍ ଦିଦି ମାନେ କ'ଣ? ମୁଁ ତାର ଆନ୍ସର୍ ବୁଝିପାରୁନି, ତ ମୁଁ ତାର ଆନ୍ସର୍ ଦେବା ପାଇଁ କାହିଁକି ମୁଁ ଜାଣିପାରୁନି। କୋଶ୍ଚିନ୍ ଆପଣଙ୍କର ଏମିତି ଅଛି ଯେ ମୁଁ ଜାଣିପାରୁନି ଆନ୍ସର୍ କ'ଣ ଦେବି, ତ ଆପଣ ଭଲସେ କୋଶ୍ଚିନ୍ କରନ୍ତୁ, ମୁଁ ଆନ୍ସର୍ ନିହାତି ଭଲସେ ଦେବି। ଦିଦି ମୁଁ ତୁମର ବଡ଼ ଫ୍ୟାନ୍, ଥ୍ୟାଙ୍କ ୟୁ ସୋ ମଚ୍। ଯାହା ହଉ ମୋତେ ଏତେ ସାରା ଭଲ ପାଇବା ଦେଉଥିବାରୁ। ଆଉ ଆଉ ଜଣେ ପଚାରୁଛନ୍ତି ଦିଦି ମୁଁ ତୁମ ୟୁଟ୍ୟୁବକୁ ସବସ୍କ୍ରାଇବ୍ କରିଦେଇଛି, ଥ୍ୟାଙ୍କ ୟୁ ସୋ ମଚ୍। ଆଉ ମୋ ୟୁଟ୍ୟୁବକୁ ସବସ୍କ୍ରାଇବ୍ କରିଥିବାରୁ ଆପଣମାନେ ପ୍ଲିଜ୍ ସେୟାର ମଧ୍ୟ କରିଦେବେ, ଆଉ ବହୁତ ସାରା ଭଲ ପାଇବା ଦେବେ। ଆଉ ନେକ୍ସଟ କୋଶ୍ଚିନ୍, ଜଣେ କହିଛନ୍ତି କୋଶ୍ଚିନ୍ କରିଛନ୍ତି ଦିଦି
You are my favorite. Thank you so much. Specially thank you. ମୁଁ ତ କାର ଫେଭରେଟ୍ ହେଇପାରୁଛି ଆଉ ମୋତେ ବି ଆପଣଙ୍କ क्वेश्चन आंसर भी दौर आपण भी फेवरेट सेमती होते ଆପଣ କ'ଣ ସମସ୍ତେ ମୋ ଯେତିକ ଫ୍ୟାନ୍ସ ଅଛନ୍ତି ଫ୍ୟାମିଲି ସମସ୍ତେ ଫେଭରେଟ୍ କାହିଁକିନା ମୋତେ ଏତେ ସାରା ଭଲ ପାଇବା ଦେଉଛନ୍ତି ଆପଣଙ୍କ ଭାଇନାକୁ ଏତେ ସାରା ଭଲ ପାଇବା ଦେଉଛନ୍ତି ଥ୍ୟାଙ୍କ ୟୁ ସୋ ମଚ୍ ଏମିତି ଭଲ ପାଇବା ସାରା ଜୀବନ ଦିଅନ୍ତୁ ଆଉ ଯେଉଁ ପର୍ଯ୍ୟନ୍ତ ଆମେ ଭିଡ଼ିଓ କରୁଛୁ ସେ ପର୍ଯ୍ୟନ୍ତ ଇଏ କରିବେ ସବୁବେଳେ ଆପଣଙ୍କ ମାନଙ୍କ ଆଶୀର୍ବାଦ ଭଲ ପାଇବା ଏମିତି ଆମ ସହିତ ଥାଉ ଆଉ ଆମ ବେବି ଯେବେ ଆସିବ ତାକୁ ବି ସେମିତି ଭଲ ପାଇବା ଆଉ ଆଶୀର୍ବାଦ ଆପଣମାନେ ନିଶ୍ଚୟ ଦେବେ ବୋଲି ଆଶା କରୁଛି ଆଉ ଜଣେ କ୍ୱେଶ୍ଚିନ୍ କରିଛନ୍ତି ତମେ ସବୁବେଳେ କ'ଣ ସେ ବାହାଘର ଭିଡ଼ିଓ ଛାଡ଼ୁଛ ଆକ୍ଚୁଆଲି ମୁଁ ସେ ବାହାଘର ଭିଡ଼ିଓ ମୁଁ ୟୁଟ୍ୟୁବ୍ ପାଇଁ କରିଥିଲି କିନ୍ତୁ ଏତେ ସର୍ଟସ୍ ଗୁଡ଼ା ଭଲ ଭଲ ପଏଣ୍ଟ ଗୁଡ଼ା ଥିଲା ତ ଭାବିଲି ଇନଷ୍ଟାରେ ବି ଛାଡ଼ିଦେବି ତ ଫଟୋସ୍ ଥିଲା ଫେସବୁକ୍ରେ ଛାଡ଼ିଦେବି ତ ସେମିତି କିଛି ବି ନାହିଁ ଆଉ ୟୁଟ୍ୟୁବ୍ରେ ଛାଡ଼ିଲା ପରେ ଭାବିଲି ଇନଷ୍ଟାରେ ଛାଡ଼ିଦେବି ତ ଛାଡ଼ିଦେଉଛି ତ ଆଉ ଜଣେ କ୍ୱେଶ୍ଚିନ୍ କରିଛନ୍ତି ତମେ ଫୁଲେଇ ବହୁତ ହଉଛ ଫୁଲେଇ ପୁଣି ମୁଁ ଥ୍ୟାଙ୍କ ୟୁ ସୋ ମଚ୍ ତ ମୁଁ ଏଇଟା ଫୁଲେଇ ହୁଏ ବଟ୍ ମୋ ସ୍ୱାମୀଙ୍କ ପାଖରେ ହୁଏ ଆଉ ମୋ ବାବା ମାଆଙ୍କ ପାଖରେ ହୁଏ ଆଉ କାହା ପାଖରେ ହୁଏନି ତ ଆପଣଙ୍କୁ ଯଦି ଲାଗୁଛି ମୁଁ ଫୁଲେଇ ହେଉଛି ତ ଧନ୍ୟବାଦ ତ ଫୁଲେଇ ହେଲି ଆଉ ଟିକେ ଫୁଲେଇ ଆଉ ଜୀବନରେ କ'ଣ ଅଛି ଆଜି ଜୀବନ କାଲିକି ନାହିଁ ତ ଟିକେ ଫୁଲେଇ ହେଇଯାଉଛି ଆଉ ଆଜି ଯଦି ମୁଁ ଏଠି ଆପଣମାନଙ୍କ ସହିତ କଥା ହେଉଛି କାଲି ଯଦି ନଥିବି ତ ମୁଁ ଫୁଲେଇ ହେବ ଆପଣମାନେ ଦେଖିପାରିବେ କି ନାହିଁ ନା ତ ଯେଉଁ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଆପଣମାନେ ଖୁସି ହସ ଶାନ୍ତିରେ ବଞ୍ଚିବା ଶିଖନ୍ତୁ ଆଉ ନିଜ ଯେଉଁମାନେ ଆପଣଙ୍କୁ ଭଲ ପାଉଛନ୍ତି ସେମାନଙ୍କ କତିରେ ଟିକେ ସ୍ପେଶାଲ୍ ଫିଲ୍ ଆପଣ ସେମାନଙ୍କୁ କରନ୍ତୁ ଫୁଲେଇ ହୁଅନ୍ତୁ ଆଉ ଭଲ ପାଇବା ଦିଅନ୍ତୁ ଆଉ ଜଣେ କ୍ୱେଶ୍ଚିନ୍ କରିଛନ୍ତି ଦିଦି ଆପଣ ଏମିତି ଭିଡ଼ିଓ କାହିଁ ପକାଇଛନ୍ତି ଆପଣଙ୍କର କ'ଣ ହେଇଛି ନାଇଁ କିଛି ହେଇନି ବାସ୍ ପ୍ରେଗନେନ୍ସି ଟାଇମ୍ରେ ଏମିତି କିଛି ପ୍ରୋବ୍ଲେମ୍ ଆସେ ବହୁତ ସାରା ପ୍ରୋବ୍ଲେମ୍ ଆସେ ବଟ୍ ମୋର ଆଗରୁ ବି ନଥିଲା ସୁଗାର ଯେତେବେଳେ ଖାଇବା 6 months ପ୍ଲସ୍ ହେଲାଣି ଖାଇବା ଷ୍ଟେବୁଲ୍ ହେଉନି ତ କେତେବେଳେ କ'ଣ ଖିଆ ହେଉଛି ତ ଶୀତ ସାରେ ଯେତେ ମୋତେ ବେଶୀ ଭଲ ଲାଗେ ତ ବେଶୀ ଖାଇଦେଉଛି ତ ବେବି ଯେହେତୁ ଅଛି ସେଥିପାଇଁକା ଟିକେ ମାନେ କ'ଣ ଟିକେ ସୁଗାର ଲେବୁଲ୍ ଟିକେ ବଢ଼ିଯାଇଛି ଟିକେ ମାନେ ଜଷ୍ଟ ଟିକେ % ବା 2% ଡକ୍ଟର କହିଲେ କି ଡକ୍ଟର କିଛି ଦେଇଛନ୍ତି ମାନେ ଘରୋଇ ଚିକିତ୍ସା ତ ସେ ସବୁ କଲେ 7 ଦିନ ଭିତରେ ଟେଷ୍ଟ କଲେ ଟେଷ୍ଟ ରିପୋର୍ଟ ଠିକ୍ଠାକ୍ ଆସିବ ବୋଲି ଭାବୁଛି କାହିଁକିନା ଡକ୍ଟର ଯେଉଁ ଟାଇପ୍ର କହିଛନ୍ତି ମୋତେ ଲାଗୁଛି ସେ ଟାଇପ୍ର ଭଲ ରିପୋର୍ଟ ଆସିବ ତ 7 days ଭିତରେ ଠିକ୍ଠାକ୍ ହେଇଯିବ ଆଉ ଭଲ ହେଇଯିବ ମୁଁ ଜାଣିଛି ମହାଦେବ କେବେ ବି ମୋ ସହିତ କିଛି ବି ଖରାପ କରିବେନି ଆଉ ଟେନସନ୍ ନିଅନ୍ତୁନି ଆପଣମାନେ ମୁଁ ଠିକ୍ ଅଛି ଠିକ୍ ଅଛି ଏମିତି ହସିକି ଆପଣମାନଙ୍କ ସହିତ କଥା ହେଇପାରିନଥାନ୍ତି କାହିଁକିନା ସବୁବେଳେ ମନ ଦୁଃଖ ହେଇଥାନ୍ତା ତ ମୁଁ ହସିକି ଆପଣମାନଙ୍କ ସହିତ କଥା ହେଉଛି ଆପଣମାନଙ୍କ ଭାଇନାଙ୍କର ବି ସେ ଭିଡ଼ିଓ ଆପଣମାନେ ଦେଖିଥିବେ ହସିକି ଭିଡ଼ିଓ କରିଛନ୍ତି ତ ସେ କେବେ ବି ହସିକି କରିନଥାନ୍ତେ ଓଡେଟ୍ ନିହାତି ହେଇଥାନ୍ତେ କାହିଁକିନା ମୋ ଦେହ ଯେତେ ଖରାପ ହେଇଛି ମୁଁ ତାଙ୍କ ଜୀବନ ତ ମୋର କିଛି ବି ହେଲେ ତାଙ୍କର କିଛି ମାନେ ମନ ଲାଗେନି ତ ସେ ତ ହସି କଥା ହେଉଛନ୍ତି ତ ସେଥିପାଇଁକା କିଛି ବି ଏତେ କମ୍ପ୍ଲିକେଟ୍ ନାହିଁ କିଛି ବି ଏତେ ଇସ୍ୟୁ ନାହିଁ ତ ମୁଁ ଠିକ୍ ଅଛି ବାସ୍ ସେଭେଣ୍ଟ ଏମିତି ତ 3 days ଗଲାଣି ଆଉ 4 daysରେ ରିପୋର୍ଟ ପଳେଇ ଆସିବ ଟେଷ୍ଟ ପରେ ରିପୋର୍ଟ ପଳେଇ ଆସିବ ଠିକ୍ଠାକ୍ ହିଁ ଥିବ ଆଉ ଜଣେ କ୍ୱେଶ୍ଚିନ୍ କରିଛନ୍ତି ଦିଦି ତମେ ଶାଶୁଘରକୁ ଯାଇଥିଲ ଭିଡ଼ିଓ ବନେଇଲ ହୋମ୍ ଟୁର୍ ଆଣ ନାଇଁ ହୋମ୍ ଟୁର୍ ତ ମୁଁ ଆଣି ନାହିଁ କାହିଁକିନା ଶାଶୁଘରକୁ ଯାଇଥିଲୁ ବାହାଘରୁ ସିଆଡ଼େ ଯାଇଥିଲୁ ତ ମୁଁ ଦେହ ତ ଏମିତି ଅସୁସ୍ଥ ରହୁଛି କାହିଁକିନା ଯିବା ଆସିବା ଇଏରେ ତାପରେ ଆଉ ବି ଭିଡ଼ିଓ ବନେଇବା ପାଇଁ ବି ଇଏ ନାହିଁ ତ ରୁମ୍ ଟୁର୍ ନେଇ ଆସିଥିଲି ଆପଣମାନେ ଦେଖିଥିବେ ମୋ ରୁମ୍ର କେମିତି ଡେକୋରେସନ୍ ଅଛି ତ ମୁଁ ରହିଲା ପରେ ଆହୁରି ଡେକୋରେଟ୍ ହେବ ମୁଁ କରିବି ତ ଏବେ ଟାଇମ୍ ଦେଖିକି ନେଇ ଆସିବି
ତ ଆଉ ଜଣେ ପଚାରୁଛନ୍ତି ଦିଦି ତମ ସାପେକ୍ଷା କେବେ? ଆଉ ସାପେକ୍ଷା ହେଲେ ନିଶ୍ଚୟ ଆପଣମାନଙ୍କୁ ଜଣେଇବି ଆଗକୁ ଡେଟ୍ ନିଶ୍ଚୟ କହିବି। ତ ଡେଟ୍ ଫିକ୍ସ ହେଇନି କାହିଁକିନା ଆହୁରି ଅଛି ଟାଇମ୍। ତ ଟାଇମ୍ ହେଲେ ମୁଁ ନିହାତି ଡେଟ୍ ଫିକ୍ସ ହେଲେ ନିହାତି କହିବି। ଆଉ ବଡ଼ ଆକାରରେ ତ କରିବାର ନାହିଁ କାହିଁକିନା ବର୍ଷା ଦିନ ତ ବଡ଼ ଆକାରରେ ଆୟୋଜନ ହଉଥିବ, ବର୍ଷା ହବ ସବୁ ବର୍ବାଦ କରିଦବ। ତ କାହିଁକିନା ବାହାଘରେ ଆପଣମାନେ ଦେଖିଛନ୍ତି ବର୍ଷା ସବୁ ବର୍ବାଦ କରିଦେଲା। ବାହାଘର ତ ଯାହା ହେଲା ହେଲା, ଫିଷ୍ଟରେ ସବୁ ବର୍ବାଦ କରିଦେଲା। ଆମର ବହୁତ ଜିନିଷ ନଷ୍ଟ ହେଇଛି ବାହାଘରରେ। ଆଉ ଫିଷ୍ଟରେ ତ ବହୁତ ଲୋକ ଆସିଥିଲେ ଅବଶ୍ୟ, କିନ୍ତୁ ତଥାପି ବି ବହୁତ କିଛି ସୁଟ୍ ରହିଗଲା, ହେଇପାରିଲାନି କାହିଁକିନା ବର୍ଷା ଯେହେତୁ ହେଉଛି। ଆଉ ସେଥିପାଇଁକା ଏତେ ବି ଆମେ ପ୍ଲାନିଂ କରୁନୁ କାହିଁକିନା କିଛି କରିବାର ନାହିଁ। ତ 21 ବେଳକୁ ଦେଖିବା କ'ଣ ହେଉଛି କ'ଣ ନାହିଁ ସେତେବେଳକୁ। ଏବେ ତ କିଛି ଏତେ ପ୍ଲାନିଂ ନାହିଁ। ତ ଆଡ଼େ ବି ମୋ କଣ୍ଡିସନ୍ କେତେବେଳେ କ'ଣ ହେଉଛି ତ କିଛି ଠିକ୍ ଠିକଣା ନାହିଁ। ତ ସେଥିପାଇଁକା ମୁଁ ତାଙ୍କୁ ମନା କଲି ଏତେ ବି ବଡ଼ ଆକାରରେ କରନି, ଯାହା ହବାର ଥିବ ହବ, ସେଟା ଆପଣମାନଙ୍କ ଭାଇନାଙ୍କ କଥାରେ ମାନେ କିଛି ବି ନାହିଁ। ଆଉ ଏବେ ହଁ କରିବେ ସେତେବେଳେ ମାନେ କେତେ ବଡ଼ ଆକାରରେ କରିବେ ତାଙ୍କର ଠିକ୍ ନାହିଁ, ତାଙ୍କ ଖୁସି ସେ ଯେମିତି କରିବେ। ତ ମୁଁ କିଛି ଇଏ କରିବାର ନାହିଁ। ତ ଆନିଭର୍ସରୀ ମୁଁ ତାଙ୍କୁ ମନା କରିଥିଲି କିଛି ବି କରନି। ତ କିନ୍ତୁ ସେ ତାଙ୍କର ଯାଇକି ବାହାରେ କେକ୍ କାଟିବା ପାଇଁ କଲେ, ପ୍ଲାନିଂ କଲେ, ହଠାତ୍ ସଡ଼ନ୍ ପୁରା ହେଇଥିଲା। ଆଉ ତାପରେ ମୁଁ କେକ୍ କାଟି ସାରିଲା ପରେ ମୋ ଦେହର ଅବସ୍ଥା ଏମିତି ହେଲା ଯେ ମୁଁ କିଛି ଖାଇ ବି ପାରିଲିନି ମେନ୍ କୋର୍ସ ଏକା। ତାପରେ ସେମିତି ରୁମକୁ ଆସିବାକୁ ପଡ଼ିଲା, ସେମାନେ ଖାଇକି ଆସିଲେ ମୁଁ ସେମିତି ରୁମକୁ ଆସିଲି। କେତେବେଳେ କ'ଣ ଦେହ ଅବସ୍ଥା ମୁଁ କହିପାରିବିନି। ତ ନେକ୍ସଟ କ୍ୱେଶ୍ଚିନ୍ ହେଉଛି ତ ନେକ୍ସଟ କ୍ୱେଶ୍ଚିନ୍ ପଚାରିଛନ୍ତି ଦିଦି ତମର ବେବି ସାର୍ କୋଉଠି ହେଉଛି? ଅବଭିୟସଲି ମୋ ଶାଶୁଘରେ ହିଁ ହବ। କୋଉଠି ହଉଛି ମାନେ ଏ ଅଜବ ଟାଇପର କ୍ୱେଶ୍ଚିନ୍। ନା ନା ମୋ ଶାଶୁଘରେ ହିଁ ହବ, କାହିଁକି ନା ବେବିର ଅରିଜିନାଲ ଘର ହେଉଛି ସେଇ ଘର। ତ ସେଠି ହବନି ତ କୋଉଠି ହବ? ତ ସେଠି ସମସ୍ତେ ତାଙ୍କୁ ଆଶୀର୍ବାଦ ଦେବେ, ତ ସେଠି ହେଲେ ଖୁସି ଲାଗେ। ତ ସମସ୍ତଙ୍କୁ ଭଲ ପାଇବା ସେ ପାଇବ। ମୁଁ ତ ଚାହେଁ ସମସ୍ତଙ୍କୁ ଭଲ ପାଇବା ଏମିତି ମୋ ପାଇଁ ଥାଉ ଆଉ ତା ପାଇଁ ଥାଉ, ଆପଣମାନଙ୍କ ପାଇଁ ଥାଉ। ଆଉ ଜଣେ କ୍ୱେଶ୍ଚିନ୍ କରିଛନ୍ତି ଦିଦି ଏବେ ତମର କଣ୍ଡିସନ୍ କେମିତି ଅଛି? ହଁ ମୁଁ ଏବେ ଓକେ ପୁରା ଫାଇନ୍ ଅଛି। ଅବଶ୍ୟ 5th ମନ୍ଥ ଯାକେ ଟିକେ ବହୁତ କଷ୍ଟ ଲାଗେ। ତ ଏବେ ଫାଇନ୍ ଅଛି ଅବଶ୍ୟ, ବଟ୍ ବେଳେବେଳେ ଟିକେ ବାନ୍ତି ଲାଗେ। ତ ନହେଲେ ମୁଁ ଏବେ ଠିକ୍ ଅଛି, ସେମିତି କିଛି ନାହିଁ। ଆଗରୁ ବେଶୀ କିଛି କରିପାରୁନଥିଲି, ଏବେ ଅବଶ୍ୟ ଚାଲି ବସି ପାରୁନି ବେଶୀ, ଦେହ କ'ଣ ହେଇଯାଉଛି ଅବଶ୍ୟ, କିନ୍ତୁ ଏବେ ଠିକ୍ ଠାକ୍ ଅଛି। ଆଗ ଅପେକ୍ଷା ଏବେ ବେଟର୍ ଅଛି। ଏବେ ଠିକ୍ ଠାକ୍ ଅଛି, ତେଣିକି ଆଗକୁ କ'ଣ ହେବ ସେଟା ତ ମୁଁ ଜାଣିନି। ତ ଇଏ ମୋର ମାନେ କ'ଣ ଫାର୍ଷ୍ଟ ମନ୍ଥର ଗୋଟେ ମାନେ ଅନୁଭୂତି, ସେକେଣ୍ଡ ମନ୍ଥ ସବୁ ମନ୍ଥର ଅନୁଭୂତି। ତ ଏ 6 ମନ୍ଥ ତ ଏବେ ଠିକ୍ ଠାକ୍ ଅଛି, ତେଣିକି 7 ମନ୍ଥ କେମିତି ହେଉଛି ମୁଁ ଜାଣିନି। ତ କିନ୍ତୁ ଏବେ ହଁ ଭୋକ ଜବର କରୁଛି। ତ ମୁଁ ବି ଏତେ ଖାଏନି, ତ ମୁଁ କହିସାରିଛି ମୁଁ ଏବେ ବି ମାନେ ସେଇ 4 ଥର, ଫାଷ୍ଟ 4 ଥର କି 5 ଥର, କିନ୍ତୁ ଏବେ ବହୁତ ଥର ଖାଇବା ପାଇଁ ଇଚ୍ଛା ହେଉଛି। ଆଉ ପାଣି ମୁଁ ଟୋଟାଲି ପିଏନି, ସେ ଖାଇଲା ଟାଇମ୍ରେ ହିଁ ପାଣି ପିଏ। ବଟ୍ ଏବେ ମୋତେ ବହୁତ ଜୋର ଶୋଷ କରୁଛି। ଏଗୁଡ଼ାକ ହିଁ ଚେଞ୍ଜିଂ। ଆଉ ଗୋଟେ ହଁ ଚେଞ୍ଜିଂ ମୋର ହେଉଛି, ମୁଁ ଯେଉଁ ସବୁ ଜିନିଷ ବାହାଘର ପୂର୍ବରୁ ଖାଉନଥିଲି ଏବେ ସେଇ ଜିନିଷ ସବୁ ମୁଁ ଖାଇବା ପାଇଁ ବାଧ୍ୟ ହେଉଛି। ଅବଶ୍ୟ ଡାକ୍ତର କହୁଛନ୍ତି ନଚେତ୍ ମୋତେ ଇଚ୍ଛା ହେଉଛି। ତ ମୋ ମା ସବୁବେଳେ କହେ ମୁଁ ତତେ ଖା କହୁଥିଲି ତୁ ଖାଇପାରୁନଥିଲୁ, ଏବେ ତୁ ଖାଉଛୁ। ତ ସତ କଥା ପୁରା ଚେଞ୍ଜିଂ। ପୁରା ମୋତେ ଚିକେନ୍ ଏତେ ବେଷ୍ଟ ଫେଭରେଟ୍ ଥିଲା ଯେ ଏବେ ମୋର ଟୋଟାଲି ମାନେ ଘୃଣା ହେଇଗଲାଣି
चिकेन उपरे चिकेन छाड़ीदेवा कहले भी मुझे छाड़देवी कहीं मतलब टोटल ही इच्छा होनी तो आप भाईना खाली पार्टी कर तो मुझे खाईनी बट से कहते हाँ खाइबु तू बट मत टोटल इच्छा हो टोटल इच्छा होनी तो अंडा टी हाँ खाऊँ चिंगुड़ी चिंगुड़ी भी एतटा मतलब बस नॉर्मल तो माछ सब नुह मटन टा भल लगुला कि मटन ए खाइबिनी कहीं तार ऑयल अंशटा बेसी थाए तो बस एमती नॉर्मल तो नॉन वेज उपर मत एत भी भेज पूरे सब मत लगुच भल आउ पिता जिन मुझे टोटाली खाए पिता जिन डॉक्टर कहते खायापी पिता जिन ही खाऊँ तो बेबी केते करुँच माँ हेबी ना तो मार कर्तव्य सब करा आम मैंने देखुचे आम माँ मैंने के कष्ट कर तो आम मैंने से अनुसार ही माँ कर्तव्य करवा ठीक ना तो एमती बहुत सारा क्वेश्चन आपंकर क्वेश्चन आंसर तो मुझे भावुची सब ठीक ठाक आपण अनुसार देथि तो आप जो मैंने क्वेश्चन पचार स्पष्ट भाव में क्वेश्चन पचारते कहीं मुझे जापारे आप क्वेश्चन तो किए जन हाई पठाऊँ तो किए जन प्लीज दीदी मार मुझे आंसर बुझीपारे तो मुझे कहीदे हेलो एंड प्लीज दीदी आंसर तो मुझे जापारे तो प्लीज भल से क्वेश्चन पचारतु मुझे भल से आंसर नहीं आसबी एंड आगू जहाँ सब भिड भल भल आसो तो आप निश्चय आप देखिए से आप फॉलो एंड सब्सक्राइब निहाती करदेवे कहीं जब नुआ नुआ भिड आसे आपने देखिए कहूँ ना तो हाँ सब्सक्राइब करेंगे एंड बेल आइकन को प्रेस कर दिए कहीं नुआ नुआ भिड आसे आगू के भल सारा भिड अच्छी तो आपने देखिए तो से सब्सक्राइब करदेवे बेल आइकन को प्रेस करदेवे नुआ नुआ भिड आप देखिए तो यूट्यूब को सब्सक्राइब निहत करा भूलें आउ फॉलो इंस्टा और फेसबुक फॉलो करा भूलें कमेंट देते शेयर सब करेंगे यूट्यूब फेसबुक एंड इंस्टा सब शेयर करदे तो भावुँ आपण मान क्वेश्चन सब आंसर दे पार्थिवी आदि भल लगी वीडियो को लाइक करदे रही टाटा बाय बाय जय जगन्नाथ जय मां लाइक कर कमेंट कर ভিডিওটা ভাইরাল কর